ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ଫେଜ୍ରେ 40 ଲକ୍ଷ ମା ଭଉଣୀମାନଙ୍କୁ ଟଙ୍କା ମିଳିବ। ଜୟ ଜଗନ୍ନାଥ, ଆପଣଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଦେଖନ୍ତୁ, ଆମର ଦଶହରା ପାଇଁ 40 ଲକ୍ଷ ମହିଳାମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ପ୍ରଥମ ଫେଜ୍ରେ 25 ଲକ୍ଷ 11 ଜଣ ମା ଭଉଣୀମାନଙ୍କୁ ମିଳିଥିଲା ଆମର କ'ଣ ସୁଭଦ୍ରା ଟଙ୍କା। ଏବଂ କିଛି ଡାଟା ଏପଟ ସେପଟ ଯୋଗୁଁ କିଛି ଲୋକଙ୍କ ଫର୍ମ ରିଜେକ୍ଟ ହେଇଛି, ସେମାନେ ବ୍ୟାଙ୍କ ଆକାଉଣ୍ଟ ଠିକ୍ ନାହିଁ, ତେଣୁ ସେମାନେ ସବୁ କରେକ୍ସନ୍ କରିଦିଅନ୍ତୁ। ଆଉ ପ୍ରାୟ ଆଜି ପର୍ଯ୍ୟନ୍ତ 95 ଲକ୍ଷ ପାଖାପାଖି କୋଟିଏ ପାଖାପାଖି ଫର୍ମ ରିସିଭ୍ ହେଲାଣି, ଆପ୍ଲିକେସନ୍ ରିସିଭ୍ ହେଲାଣି। ତେଣୁ ସରକାର କ'ଣ କରିଛନ୍ତି ନା ଆଉ 40 ଲକ୍ଷ ଦ୍ୱିତୀୟ ଫେଜ୍ରେ 25ରୁ 40 ଲକ୍ଷ ଭିତରେ କ'ଣ ଟଙ୍କା ପଠାଇବେ। ତେଣୁ ଏଇଟା ଦଶହରା ପାଇଁ ଆପଣଙ୍କ ପାଇଁ ଗୋଟେ ଭେଟି ଖୁସି ଖବର। ଦଶହରା ଭିତରେ ଆପଣଙ୍କୁ ମିଳିବ। ଯେଉଁମାନେ ପ୍ରଥମ କିସ୍ତିର ପ୍ରଥମ ଫେଜ୍ରେ ପାଇଯାଇଛନ୍ତି ସେମାନେ ତ ଖୁସି ଅଛନ୍ତି, ଯେଉଁମାନେ ପାଇନାହାନ୍ତି ସେମାନେ ଟିକେ ମନ ଦୁଃଖରେ ଅଛନ୍ତି, କାରଣ ତାଙ୍କୁ ପଇସା ମିଳିନି। କ'ଣ ପାଇଁ ମିଳିନି? ବ୍ୟାଙ୍କରେ କ'ଣ ଅସୁବିଧା ଅଛି କି ମୋବାଇଲ ନମ୍ବର ଅସୁବିଧା ଅଛି କି ଡକୁମେଣ୍ଟର ଅସୁବିଧା, ତେଣୁ ସେମାନେ ଟିକେ ମନ ଦୁଃଖ କରିବାରେ କିଛି ନାହିଁ। ତେଣୁ ଆପଣମାନଙ୍କୁ ଏଇ ପ୍ରଥମ କିସ୍ତିର ଦ୍ୱିତୀୟ ଫେଜ୍ରେ ଆପଣମାନଙ୍କୁ ମିଳିଯିବ। ସେଦିନ ଆମର ମୁଖ୍ୟମନ୍ତ୍ରୀ କ'ଣ କହିଲେ, 4ଟା ଫେଜ୍ରେ ଆପଣମାନଙ୍କୁ ମିଳିବ। ଉପମୁଖ୍ୟମନ୍ତ୍ରୀ ପଥିଆ ପରିଡ଼ା କ'ଣ କହିଲେ, ଆପଣମାନଙ୍କୁ ଯେମିତି ହେଲେ ମିଳିବ, ଶେଷ ଯୋଗ୍ୟ ହିତାଧିକାରୀ ପର୍ଯ୍ୟନ୍ତ ମିଳିବ। ତେଣୁ ଟିକେ କାହାକୁ ଶୀଘ୍ର ମିଳୁଛି, କାହାକୁ ଟିକେ ଲେଟ୍ରେ ମିଳୁଛି, ଏଥିରେ କୌଣସି ଅସୁବିଧା ନାହିଁ। ତେଣୁ ଆପଣମାନେ ବ୍ୟସ୍ତ ନ ହୋଇ ଅପେକ୍ଷା କରି ରଖନ୍ତୁ, ଆପଣଙ୍କର ଡକୁମେଣ୍ଟ ସବୁ ଠିକ୍ କରି ରଖନ୍ତୁ, ଆପଣଙ୍କୁ ନିଶ୍ଚୟ ଟଙ୍କା ମିଳିବ। ଆପଣ ଯଦି ଯୋଗ୍ୟ ହିତାଧିକାରୀ ଥିବେ, ଯଦି ଆପଣ ଅଯୋଗ୍ୟ ହେଇଥିବେ, ଅଯୋଗ୍ୟ ମାନେ କ'ଣ, ଆପଣଙ୍କର ଟ୍ୟାକ୍ସ ଦେଉଥିବେ, ସରକାରୀ ଚାକିରି କରୁଥିବେ, ତେଣୁ ଏଗୁଡ଼ାକ ଥିଲେ ଆପଣଙ୍କୁ ମିଳିବନି। ଯେଉଁମାନଙ୍କର ବୟସ 21ରୁ 60 ବର୍ଷ ଭିତରେ ସେମାନଙ୍କୁ ନିଶ୍ଚୟ ଯୋଗ୍ୟ, ଆଉ ତାଙ୍କର କୌଣସି ସରକାରୀ ଚାକିରି ନଥିବ, ଟ୍ୟାକ୍ସ ଦେଉନଥିବେ, 15,000ରୁ ଅଧିକ ଦରମା ପାଉନଥିବେ, ତେଣୁ ସେମାନଙ୍କୁ ମିଳିବ। ତେଣୁ ଆପଣଙ୍କର ଯେଉଁମାନେ ପାଇନାହାନ୍ତି ସେମାନଙ୍କ ପାଇଁ ଗୋଟେ ଖୁସି ଖବର, ଯିଏକି ଆସନ୍ତା ଦଶହରା ଭିତରେ ଆପଣମାନଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ଫେଜ୍ରେ ଆପଣମାନଙ୍କୁ ପଇସା ପ୍ରାୟ ମିଳିବ। ତେଣୁ ଯେଉଁମାନଙ୍କୁ ନ ମିଳିଲା ଫେଣି ତୃତୀୟ କିସ୍ତି, ଚତୁର୍ଥ କିସ୍ତି, 4ଟା କିସ୍ତିରେ ଦିଆହେବ ଏମିତି କୋଟିଏ ଲୋକଙ୍କୁ। ତେଣୁ ଆପଣମାନଙ୍କୁ ପ୍ରଥମ କିସ୍ତିର ଦ୍ୱିତୀୟ ଫେଜ୍ରେ ଆପଣମାନଙ୍କୁ ମିଳିବ। ତେଣୁ ଆପଣ ବ୍ୟସ୍ତ ନ ହୋଇ ଆପଣଙ୍କର ଆକାଉଣ୍ଟକୁ ଚେକ୍ କରନ୍ତୁ ବେଳେବେଳେ। ଯଦି ଆସିଲା ମେସେଜ୍ ଆପଣ ଚେକ୍ କରନ୍ତୁ, ନ ଆସିଲା କେତେବେଳେ ବ୍ୟାଙ୍କ ଯାଆନ୍ତି ଟିକେ ଚେକ୍ କରିଦେବେ, ଦେଖିବେ ମୋର ସୁଭଦ୍ରା ଯୋଜନା ଆସିଛି କି ନାହିଁ। ଆଉ ସୁଭଦ୍ରା ପୋର୍ଟାଲରେ ଗୋଟେ ନୂଆ ଅପସନ୍ ଆସିଛି, ହେଲ୍ପଲାଇନ୍ ଲଗ୍ଇନ୍। ସେଥିରେ ଆପଣମାନେ ନିଜର ବି ଡକୁମେଣ୍ଟ ନମ୍ବର ଦେଖିକି ସବୁ ଦେଖିପାରିବେ, ଆପଣ କ'ଣ ପାଇଁ ପେଣ୍ଡିଂ ଅଛି କି ସକ୍ସେସ୍ ହେଇଛି ସବୁ ଦେଖିପାରିବେ। ତେଣୁ ଆପଣମାନଙ୍କର ଯେକୌଣସି ଡିବିଟି ଲିଙ୍କ, ଆଧାର ସିଡ଼ିଂ ଏଗୁଡ଼ାକ ଯଦି ହୋଇନାହିଁ, ଏଗୁଡ଼ାକ ଜଲ୍ଦି କରିନିଅନ୍ତୁ, ଯାହାଫଳରେ ଆପଣମାନଙ୍କୁ ଟଙ୍କା ଆସିବ ଆଉ ଆପଣଙ୍କୁ ଖୁସି ଖବର ମିଳିବ। ତେଣୁ ଆପଣମାନେ ଜାଣି ରଖନ୍ତୁ, ଏଇ ଅକ୍ଟୋବର ଭିତରେ ଆପଣମାନଙ୍କୁ 40 ଲକ୍ଷ ପାଖାପାଖି ମହିଳାମାନଙ୍କୁ କ'ଣ ପ୍ରଥମ କିସ୍ତିର ଦ୍ୱିତୀୟ ଫେଜ୍ରେ ଟଙ୍କା ମିଳିଯିବ। ତେଣୁ ଆପଣମାନେ ଖୁସି ହୁଅନ୍ତୁ, ସୁଭଦ୍ରା ଯୋଜନା ଖୁବ୍ ଶୀଘ୍ର ମିଳିବ। ଯେଉଁମାନେ ପାଇନାହାନ୍ତି ସେମାନେ ଟିକେ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ତେଣୁ ଆମ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ଆଉ ସବସ୍କ୍ରାଇବ୍ କରିବେ, ଯାହାଫଳରେ ସମସ୍ତ ଗଭର୍ଣ୍ଣମେଣ୍ଟ ଯୋଜନା ବା ସରକାରୀ ଯୋଜନା ଏହି ଚ୍ୟାନେଲରେ ଉପଲବ୍ଧ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।